ଆପଣ ଓଡିଶାର ଗୋଟେ ଜିଲ୍ଲା ସେମାନେ ନିଜକୁ ବୋକା ବୋଲି ଡିକ୍ଲେୟାର କରିଦେଇଛନ୍ତି ଆମେ ବୋକା ଲୋକ ବୋଲି ଜିଲ୍ଲା ନାଁଟା କହିବି ନାହିଁ ତାକୁ ଅପମାନିତ ହେବେ ସେ ଜିଲ୍ଲାର ଗୋଟେ ଲେଟର ତ ନାଇଁ। ହାସ୍ ଲେଟର ଟା କହିଦିଅ ଢ ଢେଙ୍କାନାଳ ଆମେ ଭୁବନେଶ୍ୱର ଗଲେ କୋଠା ଗଣିକି ପଇସା ଆମର ଲୋକ ନେଇଯାଆନ୍ତି ଆମେ କିଛି ଜାଣିନୁ। ଏ ଶୁଣୁ ରେ ତପି ମିଶ୍ର ବୋକା ବାଣ୍ଡା ତୁ ତ ଢେଙ୍କାନାଳ ନାଁଟାକୁ ତଳେ ପକେଇନୁ ତୁ ଭାବୁଥିବୁ ନା ଢେଙ୍କାନାଳ ଭାବୁଥିବୁ ଶାନ୍ତ ବଢିଯିବେ ନାଇଁ ରେ ଢେଙ୍କାନାଳ ପିଲା ଯାହା ଗାଣ୍ଡିରେ ଥରେ ଲାଗିବେ ତା ଗାଣ୍ଡି ନ ମାଇଲା ପର୍ଯ୍ୟନ୍ତ ଛାଡିବେନି। ତୁ ଆଉ ଗୋଟେ କଣ କହିଲୁ ଢେଙ୍କାନାଳ ବୋକା ବାଣ୍ଡା ନା ଆଜ୍ଞା ଏତେ ତୁ ଆଜ୍ଞା ଦେଖିଛୁ ଢେଙ୍କାନାଳ ବୋକା ବାଣ୍ଡା ଭଳିଆ ତତେ ଦୁଶୁଛୁ ଆମେ କୋଠା ଗଣିକି ପଇସା ଆଣୁଥିଲୁ ଆଜ୍ଞା ତ ଘରୁ ଦେଇଥିଲୁ କି ରେ ଆମ ଢେଙ୍କାନାଳକୁ ସେମିତି ଏମିତି ଭାବିବୁନୁ ରେ ଆମ ଢେଙ୍କାନାଳରେ ଯାହା ଅଛି ନା ଆମେ ଜାଣିଛୁ ଆଉ ତୁ ଏତିକି ମନେ ରଖ ତୁ ଢେଙ୍କାନାଳ ଯୋଉ ତଳେ ପକେଇ ଦେଇକି ଆଜି ନାଇଁ ମା ଆଜ୍ଞା ବର୍ଷେ ବର୍ଷ ତୁ ଢେଙ୍କାନାଳ ଯୋଉଦିନ ଆସିବୁ ଢେଙ୍କାନାଳ ଆସିବୁ ମା ଆଜ୍ଞା ତୋ ଶରୀର ଯିବ ତୋ ଆତ୍ମା ଏଇଠି ରହିଯିବ କଣ ବୁଝିଲୁ ଆଉ ଢେଙ୍କାନାଳକୁ ଥରେ କହିଲା ବେଳକୁ 10 ଥର ଭାବିବୁ ହେଲା ଏ ତପି ମିଶ୍ର ଯୋଉଟା କଲୁ ସେଟା ଭଲ କଲୁନୁ ଆଉ ଢେଙ୍କାନାଳକୁ ଯୋଉ କହୁଛନ୍ତି ତତେ ଆସିକି ଭୁଲ ମାଗିକି ଯିବୁ ତୁ ମା ଆଜ୍ଞା ରତନ ଛୋଡି ଭଳିଆ ଯୋଉ କହୁଛୁ ମୁଁ କଣ 10-12 ଜଣ କହିଛନ୍ତି ଭୁଲ ଢେଙ୍କାନାଳ ଯାଇକି ଭୁଲ ମାଗିବି ଆଉ ତୁ କଣ ରାଷ୍ଟ୍ରପତି ମା ଆଜ୍ଞା ଆସିବୁନୁ ତୁ ମା ଆଜ୍ଞା କହିଛୁ ମାନେ ନିହାତି ଆସିବୁ ଆଉ ଏତିକି ମନେ ରଖ ଯୋଉଟେ ଢେଙ୍କାନାଳ ପିଲା ହାବୁଡରେ ପଡିଯିବୁ ତ ଗାଣ୍ଡି ସେଇଦିନ 17-18 ଯଦି ନ କରିଦିଆଯାଇଛି ସେଇଦିନ ଆମେ ଢେଙ୍କାନାଳ ପିଲା ନୁହଁ ରେ ବୁଝିଲୁ।